ନା ନା ମୋତେ ହାତରେ ବାଡ଼େଇଛନ୍ତି ଆଉ ଗୋଇଠା ମାରିଛନ୍ତି ମୋତେ ଏକା ନାଣ୍ଡ ଆଉ ଦୁଇ ଜଣ କିଛି କହିନାହାନ୍ତି। ହଁ ନିଶ୍ଚିତ ଗୋଇଠା ମାରିଲେ। ମୁଁ ବ୍ରାହ୍ମଣ ପିଲା ମିଛ କହୁନି। ବ୍ରାହ୍ମଣ ପିଲାକୁ ତୁ ଗୋଇଠା ମାରୁଛୁ ଆଉ ତାପରେ ବି ମିଛ କହୁଛୁ। ଟିକେ ଜଗନ୍ନାଥକୁ ବିଶ୍ୱାସ କର, ସାଇବାବା ଉପ ତମ ମୁଣ୍ଡ ଉପରେ ତାଙ୍କୁ ବିଶ୍ୱାସ କର। ନିଶ୍ଚିତ ବ୍ରାହ୍ମଣର ଅଭିଶାପ ପଡ଼ିବ ଯଦି ମୁଁ ସତ୍ୟରେ ଥିବି। ଆଉ ମିଥ୍ୟାରେ ଥିଲେ ତମର କିଛି ହେବନି। ନିଶ୍ଚିତ କହିଲେ ଜୀବନ ହଟେଇଦେବ କହିଛନ୍ତି। ହଁ 52ଟା କେସ୍ କରିକି ମୁଁ ପୋଲିସ ବାଲାକୁ ମାରିକି ପୋଲିସ ଚାକିରି କରିଥିଲି। ମୁଁ ପୋଲିସ ବାଲାକୁ ମାରିକି ମୁଁ ଜେଲ୍ ଯାଇଛି। ମୁଁ ଯଦି କୌଣସି କଥାର ମିଛ କହୁଛି ମୁଁ ବ୍ରହ୍ମଟି ଛୁଇଁ କହୁଛି। ମୋର ଗୋଟିଏ ପୁଅ, ମୁଁ ମିଡ଼ିଆ ସାମ୍ନାରେ ତା ମୁଣ୍ଡରେ ହାତ ଦେଇ କହିବି ନାଣ୍ଡ ବାବୁ ତମର ଦୁଇଟା ପୁଅ, ଉପରେ ତମର ସାଇବାବା ଭକ୍ତ, ତମେ କୁହ ଉପରେ ସାଇ। ଯଦି ପ୍ରକୃତର ମିଥ୍ୟା ଆପଣ କହୁଥିବେ ଆପଣ ପୁଅ ମୁଣ୍ଡରେ ନିୟମ ଦେଇକି ଶିଶୁଆର ଭିଜୁଆର ଦେଖିକି ସତ୍ୟ ପ୍ରମାଣିତ କରିଦେଇ ପାରିବେ। ଭଲ କେଉଁଠି ରହିବି, ମନ ତ ଭଲ ନାହିଁ। 1:10ରେ ପହଞ୍ଚିଲି, 3:07ରେ ବାହାରିଲି ଭିତରୁ। ତା ଭିତରେ ମୋତେ କି ପ୍ରକାର ଜବରଦସ୍ତ କରି ନିଜେ ହାତରେ ଲେଖି ଏମାଉଣ୍ଟକୁ ଛାଡ଼ି ଦେଇ ଯେ ମୋତେ କି ପ୍ରକାର ଟର୍ଚର କରି ମୋତେ ମାଡ଼ ମାରିକି ଯେଉଁ କରିଛନ୍ତି ସେଇଟା ଭିଜୁଆଲ୍ ହେଲେ ଆପଣ ସବୁ ସ୍ପଷ୍ଟ ଜାଣିପାରିବେ। ନିଶ୍ଚିତ ମୋ ମନରେ ଭୟ। ମୋତେ କହିଛି ଯେଉଁ ଯାତ୍ରା କରୁଛୁ ସବୁ ଜାଗାରେ ମୋ ଟୋକା ଅଛନ୍ତି, ତୋତେ 5 ମିନିଟ୍ ଲାଗିବନି। ମୁଁ 52ଟା କେସ୍ କରିଛି, ଆପଣ 53ଟା କେସ୍। ହଁ SBDSU ମାରିକି ମୁଁ ଭିତରକୁ ଯାଇଛି। ତାଙ୍କୁ କମେଡ଼ିଆନ୍ ବୋଲି କୁହାଯାଏ। ଆଉ ଯେତେବେଳେ ସେ ଷ୍ଟେଜ୍କୁ ଚଢ଼ନ୍ତି ସିଏ ହସିବା ସହିତ ଆମକୁ ବି ହସାନ୍ତି। କିନ୍ତୁ ଆଜି ୟୁଟ୍ୟୁବ୍ ହଉ ଟିଭି ହଉ ସବୁଆଡ଼େ ତାଙ୍କ ଲୁହ ଦେଖିବାକୁ ମିଳୁଛି। ମୋ ପାଖରେ ନରିପଣ୍ଡା ଅଛନ୍ତି, ତାଙ୍କ ସହିତ କଥା ହେବା ଯେ କ'ଣ ଘଟଣା ଘଟିଛି। ଆପଣ ତ ପୁରା କାହାଣୀ ଜାଣି ଯାଇଥିବେ, କିନ୍ତୁ ବର୍ତ୍ତମାନ ଯେଉଁ ପୁଣି ଅନେକ ବିବାଦ ସୃଷ୍ଟି ହେଉଛି ଯେ 4 ଲକ୍ଷ ବଢ଼େଇବା ପାଇଁ ସେ କହୁଥିଲେ, ସେ ବିଷୟରେ ମଧ୍ୟ କଥା ହେବା। ଭାଇ ନମସ୍କାର। ଜୟ ଜଗନ୍ନାଥ। ଭଲ କେଉଁଠି ରହିବି, ମନ ତ ଭଲ ନାହିଁ। ମୁଁ ତ ବାଇକ୍ ମାଧ୍ୟମରେ ସମସ୍ତଙ୍କୁ ଦର୍ଶକଙ୍କୁ ଜଣେଇଛି ମିଡ଼ିଆ ମାଧ୍ୟମରେ। ତାପରେ ଶୁଣିବାକୁ ପାଇଲି ଯେ ନାଣ୍ଡ ବାବୁ କହୁଛନ୍ତି ମୁଁ CC କ୍ୟାମେରା ମୋର 36ଟା ଲାଗିଛି, ଭେରିଫିକେସନ୍ ହଉ। ମୁଁ ବି ସେଇଟାକୁ ସ୍ୱାଗତ କରୁଛି ମିଡ଼ିଆ ମାଧ୍ୟମରେ, ସେଇଟା ଚେକ୍ ହଉ। ମୁଁ 1:10ରେ ପହଞ୍ଚିଲି, 3:07ରେ ବାହାରିଲି ଭିତରୁ। ତା ଭିତରେ ମୋତେ କି ପ୍ରକାର ଜବରଦସ୍ତ କରି ନିଜେ ହାତରେ ଲେଖି ଏମାଉଣ୍ଟକୁ ଛାଡ଼ି ଦେଇ ଯେ ମୋତେ କି ପ୍ରକାର ଟର୍ଚର କରି ମୋତେ ମାଡ଼ ମାରିକି ଯେଉଁ କରିଛନ୍ତି ସେଇଟା ଭିଜୁଆଲ୍ ହେଲେ ଆପଣ ସବୁ ସ୍ପଷ୍ଟ ଜାଣିପାରିବେ। ଆଉ ଯେ କହୁଛନ୍ତି 4 ଲକ୍ଷ ଦରମା ବଢ଼େଇକି ଯେ ମୁଁ ଆଉ ଅନ୍ୟ ପାର୍ଟିର ଚାକିରି କରିବି, ସେଥିର ଯୁକ୍ତି ଯଦି ପ୍ରମାଣ ନାଣ୍ଡବାବୁ ଦେଇଦେବେ, ମୁଁ ସମସ୍ତଙ୍କୁ ଭୁଲ ମାଗିକି ମୁଁ ପୁଣି ନାଣ୍ଡବାବୁ ପାଟିକି ଫେରିବି। ମୁଁ କୌଣସି ପାର୍ଟିରୁ ଟଙ୍କାଟେ ଉଠେଇ ନାହିଁ, କାହା କତରୁ ଆଣିନି, କି ମୁଁ କଣ୍ଟ୍ରାକ୍ଟ କରିଥିଲି 18 ଲକ୍ଷ। ବାବୁ କହିଥିଲେ ମୁଁ 16 ଲକ୍ଷ ରଖୁଛି, ତୁ ରହିଲେ ମୁଁ ତୋତେ 18 ଲକ୍ଷ ଦେବି, ତୁ ସେଟାକୁ ଚିନ୍ତା କରନା। ଯଦି ବର୍ତ୍ତମାନ ସେ 16 ଲକ୍ଷ କହୁଛନ୍ତି, ମୁଁ ଏଠି 15 ଲକ୍ଷ ଦରମା ପାଉଥିଲି। ଲକ୍ଷ ଟଙ୍କା ମୁଁ କ'ଣ ମୋ ମାଲିକ ମୋତେ ବଢ଼େଇ ନଥାନ୍ତା? ହଉ ତାଙ୍କ ଅନୁସାରେ ଏଠି ମୁଁ ମୋତେ ଲକ୍ଷ ଟଙ୍କା ବଢ଼େଇ ମୁଁ ଠିକ୍ ଅଛି 16 ଲକ୍ଷ। ଯଦି ନରିପଣ୍ଡା ଟାଉଟର ହେଇଥାନ୍ତା ତାହେଲେ ଜୀବନର ମୁଁ ଏପାଟରୁ ସେପାଟରୁ 5ଟା ପାଟିରୁ ପଇସା ପକାଇ ଆଜି କେଉଁଠି ମୋ ଦରମା 16 ଲକ୍ଷ ହେଇନଥାନ୍ତା। ଯେ ମୁଁ କେବେ ଟାଉଟର ନୁହେଁ। ଯାହା କହୁଛନ୍ତି ନାଣ୍ଡବାବୁ ସମ୍ପୂର୍ଣ୍ଣ ମିଛ କଥା। କ୍ୟାମେରା ଭେରିଫିକେସନ୍ ସବୁ ଜାଣିପାରିବ। ମୋତେ ପଇସା ଡକେଇଥିଲେ ଦେବା ପାଇଁ, ଯେ ମୁଁ ପୁଣି ପଇସା ଧରିକି, ସେ କହୁଛନ୍ତି ଯେଉଁ ବ୍ୟାଗ୍ ଆଣିଥିଲା ପଇସା ସେଇ ବ୍ୟାଗ୍, ମୁଁ ଯେଉଁ ବ୍ୟାଗ୍ ଦେଇଥିଲି ସେଇ ବ୍ୟାଗ୍ ନେଇକି ଆସିଲା। ଚାନ୍ସ ନାହିଁ, ସେ ବ୍ୟାଗ୍ ଆପଣ ଭେରିଫିକେସନ୍ କରନ୍ତୁ। ସିଏ ଦେଇଥିଲେ ଆମର ଗୋଟେ ହେଉଛି ଲେଡ଼ିଜ୍ ଭଳିଆ, ତାର ସୂତା ଲାଗିଛି, ମାନେ ଭ୍ୟାନିଟି ଭଳିଆ। ଏଟା ଯେଉଁ ସୂତା ମାନେ ପ୍ଲାଷ୍ଟିକ୍ ଯଦି କୁହା ନେବନି ସେମିତିର, ସେଇଟା ମୁଁ ରଖିଛି ମୋ ରୁମ୍ ଯେଉଁଠି ଅଛି। ମୁଁ ଆଜି ତ ମୁଁ ଯେଉଁଠି ରହୁଛି ମୋ ଫ୍ୟାମିଲି ସେଇଠିକି ଆଇଛି, ମୋ ରୁମ୍ରେ ଅଛି। ମୁଁ ଦରକାର ପଡ଼ିଲେ ସେଇଟା ମୁଁ ମିଡ଼ିଆ ସାମ୍ନାରେ ଦେଖେଇବି, ସେଇଥିରେ ସେ ଟଙ୍କା ଦେଇଥିଲେ। ଏଇଟା ତାଙ୍କ ବୁଜୁଳି ନୁହଁ। ସେ କହୁଛନ୍ତି ଜଗନ୍ନାଥଙ୍କୁ ଛୁଇଁକି ସତ ବୋଲି କହୁ, ଆପଣ କ'ଣ ମିଛ କୌଣସି କଥାରେ କହୁଛନ୍ତି? ମୁଁ ଯଦି କୌଣସି କଥାର ମିଛ କହୁଛି ମୁଁ ବ୍ରହ୍ମଟି ଛୁଇଁ କହୁଛି। ମୋର ଗୋଟିଏ ପୁଅ, ମୁଁ ମିଡ଼ିଆ ସାମ୍ନାରେ ତା ମୁଣ୍ଡରେ ହାତ ଦେଇ କହିବି ନାଣ୍ଡ ବାବୁ ତମର 2ଟା ପୁଅ, ଉପରେ ତମର ସାଇବାବା ଭକ୍ତ, ତମେ କୁହ ଉପରେ ସାଇ। ଯଦି ପ୍ରକୃତର ମିଥ୍ୟା ଆପଣ କହୁଥିବେ ଆପଣ ପୁଅ ମୁଣ୍ଡରେ ନିୟମ ଦେଇକି ଶିଶୁଆର ଭିଜୁଆର ଦେଖିକି ସତ୍ୟ ପ୍ରମାଣିତ କରିଦେଇ ପାରିବେ। ମୁଁ ମାଗଣାରେ ମାଗଣାର ପଇସା 10 ଲକ୍ଷ ଦେଇଛନ୍ତି, ମୁଁ ଫେରେଇ ଦେଇ ମୁଁ ମାଗଣା ଚାକିରି କରିବି ଆପଣଙ୍କର। ଆଉ ଯେଉଁ ବିଭ୍ରାନ୍ତର ମିଛରେ କେବେ ପକାନ୍ତୁନି। ମିଛ କହି କ'ଣ ପ୍ରମାଣିତ କରିବାକୁ, ଆପଣଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି? ହଁ ମୋତେ ବଦନାମ କରିବାକୁ ଚାହୁଁଛନ୍ତି। ଯେ ପ୍ରି ପ୍ଲାନ୍ କରି ଡାକିଲେ, ମୋତେ ମାଡ଼ ମାଇଲେ, ଜବରଦସ୍ତ ମୋତେ ଏଗ୍ରିମେଣ୍ଟ କଲେ। ମୁଁ ନିଜେ ଲେଖିଲି ଏଇଟା। ଯେତେବେଳେ ସିଏ ମୋତେ କହିଥିଲେ ଏଠୁ ଗଲା ପରେ ଆଉ କେଉଁଠି ଆଉଟ୍ କରିବୁନି, ମୁଁ ସବୁ ଆଉଟ୍ କରିଦେଲା ପରେ ବାଟ କାହିଁ ତାଙ୍କର ମିଛ ନ କହିବାକୁ। ନା ମୋ ପ୍ରତି ତ କେବେ, ମୁଁ ଯେଉଁ ଅନ୍ନ ଯାତ୍ରା ପାର୍ଟି ପାଖରେ ରହିଛି 10 ବର୍ଷ, 5 ବର୍ଷ, 15 ବର୍ଷ, ସୁନ୍ଦର ବ୍ୟବହାର। ମୁଁ ତାଙ୍କ ପାର୍ଟି ଯାଇନି, ନଗାଳ ତ ଏ ବ୍ୟବହାର ପାଇଲିଣି। ଆଗରୁ ମୁଁ ଶୁଣିଛି ଯେ ଖଣ୍ଡଗିରିରେ ଆମର କୋଣାର୍କ ଗଣନାଟ୍ୟର ଯିଏ ଆମର ଲାଇଟ୍ ଅପରେଟର, ତାକୁ ନାଣ୍ଡ ବାଡ଼େଇଥିଲେ। ପ୍ରମାଣ ନିଅନ୍ତୁ ଆପଣ। ଆଉ ମୁନା ଗିଟାରିଷ୍ଟ ବର୍ତ୍ତମାନ ସିଙ୍ଗ ମାଇଲ ଅଛନ୍ତି, ତା କତିରୁ ପ୍ରମାଣ ନେଉ, ତାପରେ ମାଡ଼ ହେଇଛି। ଏମିତି ଆହୁରି ଅନେକ ଲୋକ ହେଇଛି।
ଯେ ଆପଣଙ୍କୁ କୋଉଥିରେ ବାଡ଼େଇଲେ ସେ ବାଡ଼ିରେ ହାତରେ କୋଉଥିରେ ବାଡ଼େଇଲେ? ନା ନା ମୋତେ ହାତରେ ବାଡ଼େଇଛନ୍ତି ଆଉ ଗୋଇଠା ମାରିଛନ୍ତି ମୋତେ ଏକା ନା ଆଉ ଦୁଇ ଜଣ କିଛି କହିନାହାନ୍ତି। ହଁ ନିଶ୍ଚିତ ଗୋଇଠା ମାରିଲେ। ମୁଁ ବ୍ରାହ୍ମଣ ପିଲା ମିଛ କହୁନି। ବ୍ରାହ୍ମଣ ପିଲାକୁ ତୁ ଗୋଇଠା ମାରୁଛୁ ଆଉ ତାପରେ ବି ମିଛ କହୁଛୁ। ତୁମେ ବାପା ଭଗବାନ ତୁମେ ଟିକେ ଜଗନ୍ନାଥକୁ ବିଶ୍ୱାସ କର, ସାଇବାବା ଉପରେ ତୁମ ମୁଣ୍ଡ ଉପରେ ତାଙ୍କୁ ବିଶ୍ୱାସ କର। ନିଶ୍ଚିତ ବ୍ରାହ୍ମଣର ଅଭିଶାପ ପଡ଼ିବ ଯଦି ମୁଁ ସତ୍ୟରେ ଥିବି। ଆଉ ମିଥ୍ୟାରେ ଥିଲେ ତୁମର କିଛି ହେବନି। ସତ୍ୟରେ ଥିଲେ ନିଶ୍ଚିତ ପଡ଼ିବ। ମୁଁ ମିଥ୍ୟା କହୁନି, ମୁଁ ଯାହା କହୁଛି ସତ୍ୟ କହୁଛି। ମୋତେ ଗୋଇଠା ମାରିନାହାନ୍ତି। ଦେଖନ୍ତୁ ବ୍ରହ୍ମଘଣ୍ଟି ମୋ କାନ୍ଧରେ ଅଛି। ଏଇଟା ଛୋଟିଆ କଥା ନୁହେଁ। ଆପଣଙ୍କ ଅଭିଶାପ କାହା ଉପରେ ପଡ଼ିବ? ନାଣ୍ଡୁ ବାବୁଙ୍କ ଉପରେ ପଡ଼ିବ, ପୁରା ପାର୍ଟି ଉପରେ ନା ପଡ଼ିବ? ନା ନା ପାର୍ଟି ଉପରେ କାହିଁ ପଡ଼ିବ? ପାର୍ଟି ଉପରେ 100 କଳାକାର 200 କଳାକାର ମୋର ଦାନା କରି ଚଳୁଛନ୍ତି। ଯିଏ ତ କରୁଛି ନିଶ୍ଚିତ ମୋର ଭରସା ଅଛି ଠାକୁରଙ୍କ ପ୍ରତି। ନିଶ୍ଚିତ ସେ ଦଣ୍ଡା ପାଇବ। ସେ ସାଇବାବା ଡାକୁଛି, ମୁଁ ବି ସାଇବାବା ଡାକୁଛି, ମୁଁ ବି ଗୋରଖନାଥ, ମୁଁ ଜଗନ୍ନାଥ ବିଶ୍ୱାସ କରେ। ମୋର ପଞ୍ଚସଖା, ମୁଁ ବ୍ରାହ୍ମଣ ପିଲା, ମୁଁ ହନୁମାନ ଚାଳିଶା ପାଠ କରେ। ମାନେ କୁହାଯାଏ କି ବ୍ରାହ୍ମଣ ଲୋକଙ୍କୁ ଘରୁ ବି ଭୋକିଲା ଛାଡ଼ିବା କଥା ନୁହେଁ। ତଥାପି ଆପଣଙ୍କୁ ସେ ଗୋଇଠା ମାରିଲେ, ଏଇଟା କେତେ ଦୂର କଥା? ତାଙ୍କ ମାନେ ଏଇଟା ଗୋଟେ ମାନବିକତା ଆଉ ଧର୍ମ ବି ପଳେଇ ଆସୁଛି ଯେ ଏଇଟା କ'ଣ କରିବା ଆଗରୁ ଭାବିବା କଥା ନଥିଲା ତାଙ୍କୁ? ନିଶ୍ଚିତ ଆପଣ କିଛି ମାଲିକ କହିକି ଆସିଥିଲେ ତାଙ୍କୁ ମାଡ଼ ମାରି ସାରିଲା ପରେ? ମୁଁ ଯଦି କିଛି କହିବି ପୁଣି ବିପଦରେ ପଡ଼ିବି ନା। ବାହାରିଲେ ସେଠୁ? ମୁଁ ତାଙ୍କୁ ଯାହା କହିଲେ ଯେମିତି ମୋତେ କଣ୍ଡିସନ୍ କଲେ ମୁଁ ସେ କଣ୍ଡିସନ୍ ରାଜି ହେଲି। ଏଗ୍ରିମେଣ୍ଟ ନିଜେ କରିଦେଲି, ସବୁ ନିଜେ କରିଦେଲି। ଆଉ ହସିକି କହିଲି ମୁଁ ଆପଣଙ୍କ ପାଖରେ ରହିବି। ଆଉ ମୋତେ 1000 ଟଙ୍କା ଖର୍ଚ୍ଚ ଦେଲେ। ହଁ। ମୁଁ ଆଉ ମୋତେ ଯେଉଁଟା ମିଛ କାହିଁ କହିବି? ମୁଁ ତ ଚାହିଁଥିଲେ କହିଥାନ୍ତି 10 ଲକ୍ଷ ଟଙ୍କା ମୋର ଛଡ଼େଇ ନେଲେ। କ'ଣ ମାରି ସାରିଲା ପରେ? ହଁ କହିଲେ ହୋଟେଲରେ ଖା। ମୁଁ କହିଲି 3:30 ବାଜିଲାଣି, ମୁଁ ଆଉ ଖାଇବିନି ବାବୁ, ପହଞ୍ଚିକି ଖାଇବି। ମୋର ସାଙ୍ଗ ପିଲା ଜଣେ ଅଛି। ମୋ ସାଙ୍ଗ ପିଲା ଭିତରୁ ଆଲାଓ କଲେନି, ମୋତେ ଏକା ଆଲାଓ କଲେ। ତାକୁ କହିଲେ ତୁମେ ଗାଡ଼ିର ବାହାରେ ବସ। ତ ମାରି ସାରିଲା ପରେ 1000 ଟଙ୍କା କାହିଁକି ଦେଲେ ଭାଇ? ସେ ଯେତେବେଳେ ଏଗ୍ରିମେଣ୍ଟ କରିନେଲେ ମୁଁ ସବୁ କଥା ରାଜି ହେଇଗଲି। ବାବୁ ମୁଁ ରହିବି ତ କୋଉ ବାଟରେ ଆଣିନି। ଆଉ କହିଲେ ଦେଖିଲୁ ଏତେ ଠିକ୍ ଲାଇନ୍ ଆଇଲୁ, ହଉ ଯାହା ଖାଇଦେବୁ 3:30। ମୁଁ ଖାଇବିନି 3ଟା ବାଜିଲାଣି, ମୁଁ ବାଟରେ ଖାଇବି। କହିଲେ ତାହେଲେ 1000 ଟଙ୍କା ନେଇଯା, ବାଟରେ ତୁ ଖାଇବୁ। ଦେଲେ ସେଟା କହୁଛି ପଇସା ଦେଲେ। ସେଟା କହୁଛି ଯଦି ମୋତେ ପଇସାଟା ମୋତେ ମାଡ଼ ବାଇଲେ ମୋ କତିରେ ଏଗ୍ରିମେଣ୍ଟ ହେଲେ ଯଦି ପଇସାଟା ଛଡ଼େଇ ରଖିଥାନ୍ତି କ'ଣ କରିଥାନ୍ତି ମୁଁ କ'ଣ? ତେଣୁ ତାଙ୍କ କଥାରେ ମୁଁ ନିଜକୁ ବଞ୍ଚିକି ସତ୍ୟ କହି ପଳେଇ ଆସେ। ତାପରେ ଉନ୍ମତ୍ତ ହେବ ଯାହା। ନିଶ୍ଚିତ ମୋ ମନ ଉପରେ ଭୟ। ମୋତେ କହିଛି ଯେଉଁଠି ଯାତ୍ରା କରୁଛୁ ସବୁ ଜାଗାରେ ମୋ ଟୋକା ଅଛନ୍ତି। ତୋତେ 5 ମିନିଟ୍ ଲାଗିବନି। ମୁଁ 52ଟା କେସ୍ କରିଛି, ଆପଣ 53ଟା କେସ୍। ଆପଣ କହିଛନ୍ତି? ହଁ SPDSC ମାରିକି ମୁଁ ଭିତରକୁ ଯାଇଛି। ଧମକ ଦେଇଛନ୍ତି? ହଁ ନିଶ୍ଚିତ ଧମକ ଦେଲେ। ଖାଲି ମୁଁ ମିଛରେ ଲେଖାପଢ଼ା କରିଦେଇ ପଳେଇନି ତା ଆଗରେ। କିଛି ଦେଇଛନ୍ତି? ନିଶ୍ଚିତ କହିଲେ ଜୀବନ ହଟେଇଦେବ କହିଛନ୍ତି। କହିଛନ୍ତି? ହଁ 52ଟା କେସ୍ କରିକି ମୁଁ ପୋଲିସ ବାଲାକୁ ମାରିକି, ପୋଲିସ ଚାକିରି କରିଥିଲି, ମୁଁ ପୋଲିସ ବାଲାକୁ ମାରିକି ମୁଁ ଜେଲ୍ ଯାଇଛି।